ଓଡ଼ିଆ ପଞ୍ଚସଖା ସାହିତ୍ୟାନୁରାଗୀ ସୁଧୀ ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଓଡ଼ିଆ ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ ବଳରାମ ଦାସଙ୍କର ଭାବ ସମୁଦ୍ର ଗୀତିଗୁଚ୍ଛ ସମ୍ପର୍କରେ ଆପଣମାନେ ଶୁଣୁଛନ୍ତି। ତଦ୍ବିଷୟକ ଆଲୋଚନା ଜାରି ରହିଛି ଯେ ଗତ ପର୍ଯ୍ୟାୟରେ ବା ପୂର୍ବବର୍ତ୍ତୀ କବିତାରେ ଆମେ ଆଲୋଚନା କରିଥିଲେ ଜଗନ୍ନାଥ ତାଙ୍କୁ ଯେଉଁ ତାଙ୍କ ସମ୍ମୁଖରେ ଏସବୁ ଘଟିଗଲା, ସବୁ ରଥ ଏକରେ ଦର୍ଶନରୁ ବଞ୍ଚିତ ହେଲେ ଏବଂ ରଥ ଦଉଡ଼ି ଟାଣିକିରି ଟିକେ ନିଜେ କୃତକୃତ ହେଇଯାଇଥାନ୍ତେ। ତୋ ରଥ ଦଉଡ଼ିରୁ ମଧ୍ୟ ମୋତେ ଟାଣିବାରୁ ମଧ୍ୟ ମୋତେ ସେତିକି ସୁଯୋଗ ତୁ ଦେଲୁନି। ତେଣୁ ବର୍ତ୍ତମାନ ତୁ ମୋ ହୃଦୟରେ ଅଛୁ, ଆଉ କୁଆଡ଼େ ଜାଣୁ, ତୁ ମୋ ହୃଦୟରେ ଅଛୁ, ଯିବୁ କୁଆଡ଼େ? ମୁଁ ତୋତେ ଦୃଢ଼ ଭାବରେ ରଖିଛି। ତେଣୁ ବାଲି ରଥରେ ତୁ ଏଇ ଯେଉଁ 3ଟି ରଥ ମୁଁ କରିଛି, ଏଥିରେ ବଡ଼ ଭାଇ ଭଉଣୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ତୁମେ ହିଁ ବିଜେ କରିବ, ଏ ବିଶ୍ୱାସ ମୋର ଅଛି। ସିଆଡ଼େ ବଡ଼ଦାଣ୍ଡରେ ରଥ ଯାଉ କି ନ ଯାଉ, ତେଣିକି କ'ଣ ହେଉଛି ହଉ। ଏଇ ଯେଉଁ ଭାବରେ ଡାକିଛନ୍ତି, ୟା ପରବର୍ତ୍ତୀ ପର୍ଯ୍ୟାୟରେ କବି କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। ତ ହରି ହୋ ମହାଭାଗ୍ୟବନ୍ତ ଜ୍ଞାନୀ ବୋଲାଉ, ନିଜ ମଉଳାଣୀ ସଙ୍ଗତେ ଥାଉ, ନାଥ ତୁ ଶୈଳ ଠାକୁର ହୋଇ, ଏଡ଼େ ପ୍ରଘଟ ଅଟଇ ତୋ ଦେହି, ହରି ହୋ ନାରାୟଣ ନାମ ବହୁ ଅନନ୍ତ, ନାରାୟଣ ନାମ ବହୁ ଅନନ୍ତ, ବଳରାମ ଦାସ ନୁହେଁ ତେ ମନ୍ତ। ଦେଖନ୍ତୁ କେଡ଼େ ସରଳ ଭାବରେ ମୁଁ କହିଛି ଯେ ସରଳ ତରଳ ସାବଳୀଳ ଭାଷାରେ ନିଜର ହୃଦୟର ଭାବନାକୁ ସେ ବ୍ୟକ୍ତ କରୁଛନ୍ତି। ତା ଭିତରେ ସବୁ ପୌରାଣିକ ଜଗନ୍ନାଥଙ୍କର ମହିମା, ଶ୍ରୀକ୍ଷେତ୍ରର ମହିମା। ମୁଁ କହିଛି ଏ ଭାବ ସମୁଦ୍ର କେବଳ ଯେଉଁ ବଳରାମ ଦାସଙ୍କୁ ଯେ ରଥରୁ ତଡ଼ି ଦେଇଥିଲେ ସେତିକି ସେ ବର୍ଣ୍ଣନା କରିଛନ୍ତି, ଅପମାନିତ ହେଇକରି ତା ନୁହେଁ। ତା ଭିତରେ ଏସବୁ ପୌରାଣିକ ଆଖ୍ୟାନ ଗୁଡ଼ିକ ଖଞ୍ଜିଛନ୍ତି। ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ମୁଁ ଆଲୋଚନା କରିଛି ଏବଂ ତା ସାଙ୍ଗେ ସାଙ୍ଗେ ଆଉ ଟିକିଏ ସୂଚନା ଦେଇଦେବି। କେବଳ ସେତିକି ନୁହେଁ, ଶ୍ରୀକ୍ଷେତ୍ର ନୀଳମାଧବ ରୂପରେ ଯେଉଁ ବିଗ୍ରହ ପ୍ରଥମେ ପୂଜା ପାଉଥିଲେ, ଯାହାକୁ ବିଶ୍ୱାବସୁ ଶବର ପୂଜା କରୁଥିଲା, ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିକି ପଠେଇକିରି ସେ ନୀଳମାଧବ ମୂର୍ତ୍ତିକି ନେଇଯିବି ବୋଲି ଯେଉଁ ଚିନ୍ତା କରିଥିଲେ, ସେ କେମିତି ଅଦୃଶ୍ୟ ହେଲେ, ନୀଳ ଶୈଳରେ କେମିତି ଆସି ଦାରୁ ରୂପରେ ଭାସିଲା ଆମେ ପଢ଼ିଥିଲେ। ସେ ଦାରୁ ବିଗ୍ରହ ରୂପରେ କେମିତି ପୂଜା ପାଇଲେ, ପ୍ରତିଷ୍ଠା ହେଲେ ଏବଂ ବଡ଼ ଦେଉଳରେ ନୀଳ ଶୈଳରେ ବଡ଼ ଦେଉଳ କେମିତି ତିଆରି ହେଲା, ତା ଭିତରେ ବସିଲେ ଏବଂ ତାଙ୍କର ଯାତ୍ରା, ଲୀଳା, ପୂଜା, ଦ୍ୱାଦଶ ଯାତ୍ରା ଏବଂ ଭୋଗ, ଯେତେ ସବୁ ଯାତ୍ରା ଉତ୍ସବ, ଏ ସମସ୍ତ ବିଷୟକୁ ସେ ପୌରାଣିକ ଆଖ୍ୟାନ ଭିତରେ ମଧ୍ୟ ଆକୁ ମଧ୍ୟ ବର୍ଣ୍ଣନା କରିଛନ୍ତି। ତେଣୁ ତାଙ୍କର ହୃଦୟରେ, ମନରେ, କାୟ ମନ ବାକ୍ୟରେ କେବଳ ଜଗନ୍ନାଥ। ତେଣୁ ସେଇ ଯେଉଁ ଜଗନ୍ନାଥଙ୍କ ପାଖରେ ନିଜର ଗୁହାରି କରୁଛନ୍ତି, ଦୁଃଖଟାକୁ କହୁଛନ୍ତି, କବି ଏଠି ତାଙ୍କର ମହିମା ବ୍ୟକ୍ତ କରୁଛନ୍ତି। ତ ମହାଭାଗ୍ୟବନ୍ତ ଜ୍ଞାନୀ, ଉପନିଷଦରେ ତୁମରି କଥା କୁହାଯାଇଛି। ଯେତେ ଉପନିଷଦ ଲେଖାଯାଇଛି ସେତେବେଳେ ମୁନି ଋଷିମାନେ ଲେଖିଥିଲେ, ବା ଯେଉଁ 4 ବେଦ ଏବଂ ଶାସ୍ତ୍ର, ପୁରାଣ, ଭାଗବତ, ଭଗବତ ଗୀତା, ଯାହା କହନ୍ତୁ, ସ୍ତବ ସ୍ତୋତ୍ର, ଯାହା ସବୁ ଜଗନ୍ନାଥ, କେବଳ ଜଗନ୍ନାଥମୟ। ଏଇ ଯୋଗୁଁ ତମେ ହେଉଛ ମହାଭାଗ୍ୟବନ୍ତ। ଅଥଚ ନିଜ ମଉଳାଣୀ ମାଇଁ, ଅର୍ଥାତ୍ ଦ୍ୱାପର ଯୁଗର କଥା ଟିକେ ମନେ ପଡ଼ିଯାଇଛି ତାଙ୍କର। ସେହି ସମୟରେ ନିଜର ମଉଳାଣୀ ଯେ ମା ତୁଳାନୀ ବା ମଉଳାଣୀ ମାଇଁ ଅର୍ଥାତ୍ ଶ୍ରୀରାଧା ରାଧା ସଙ୍ଗତି ଯାଉ, ନାଥ ତୁ ଶୈଳ ଠାକୁର, ତୁ ଏଇ ଶୈଳ ନୀଳ ଶୈଳ ଉପରେ ବସିଛୁ। ଫେରେ କେତେବେଳେ ଦ୍ୱାପର ଯୁଗରେ ନିଜ ମାଇଁ ସାଙ୍ଗରେ ଯାଉଛୁ, ସେଇ ଚରିତ ଭାଗବତରେ ଯାହା ଲେଖା ହେଇଛି। ଏପଟେ ନୀଳାଦ୍ରି ମହୋତ୍ସବ ବହିରେ ଆପଣ ଦେଖିବେ, ସ୍କନ୍ଦ ପୁରାଣରେ ତ ଲେଖା ହେଇଛି, ଅନ୍ୟାନ୍ୟ ସମସ୍ତ ଜଗନ୍ନାଥ ଧାମ ତତ୍ତ୍ୱ କେଉଁଥିରେ ଲେଖା ହେଇନି, ଏଇସବୁ ମଧ୍ୟ ଚାଲିଛି ତୋର। ଏଡ଼େ ପ୍ରଘଟ ଅଟଇ ତୁ ଦେହ, ତେଣୁ ତୁ ଏଡ଼େ ପ୍ରଘଟ ତୁ ଦେହ ହେଇକିରି, ତୁ ମହାଜ୍ଞାନୀ ହେଇକିରି, ମହାଭାଗ୍ୟବନ୍ତ ମହାଜ୍ଞାନୀ ତୁ ଅନନ୍ତ, ଅଥଚ ମୋତେ ଏଇଭଳି ଦଣ୍ଡ କାହିଁକି ଦେଲୁ? ଏଇ କଥା ବିଚାର କରି କବି କହୁଛନ୍ତି ଦୁଃଖରେ। ଆଉ ନାରାୟଣ ନାମ ବହୁ, ତୁ ନାରାୟଣ ନାମ ବହିଛୁ। ଏବଂ ବଳରାମ ଦାସ, ମାତ୍ର ବଳରାମ ଦାସ ତ ତୋ ପରି ନୁହେଁ, ତୋ ଭୃତ୍ୟର ଭୃତ୍ୟ ସିଏ। ଦାସ୍ୟ ଭାବ ଏଠି ଆସୁଛି, ଦାସ୍ୟ ଭାବ। ମୁଁ କହିଥିଲି ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ବନ୍ଦନଂ ଅର୍ଚ୍ଚନଂ ଦାସ୍ୟ ସଖ୍ୟ ଆତ୍ମନିବେଦନ। ଆତ୍ମନିବେଦନ କରିଛନ୍ତି ଶ୍ରୀରାଧା ଯେମିତି କରିଛନ୍ତି, ଇଏ ମଧ୍ୟ ନିଜର ଆତ୍ମାକୁ
नैवेद्य रूप से समर्पण कर एवं दास्य भाव भक्त होकर तांकर गुणगान कर तेणु बलराम दास दास नुहे तेमंत हरि हरि हो गीता भागवत शास्त्र पुराण तो नाम सबुठारे बखाण नाथ तू ब्रह्म ज्ञान पणे थाऊ नाथ तू ब्रह्म ज्ञान पणे थाऊ ज्ञान उपदेष्ट तू महाबाहु हरि हो ज्ञान गुरु हुई नाही धारण दास बलराम तो भृत्यपण दास बलराम तो भृत्य मु मोर से ज्ञान नाही मु महाज्ञान नुहे मु तोर दास एवं पुणी कहते गीता भागवत गीता पढ़िले तोरी कथा एवं भागवत पढ़िले सही कथा पुराण शास्त्र अष्टादश पुराण जहाँ वेद व्यास लिखिदे से ब्रह्म विषय के ज्ञान एवं गीता भागवत शास्त्र पुराण सोह नाम सबुठारे वेद कह उपनिषद कह गीता कह भागवत कह जीते निजे तो बलराम दास भाव से जो वेदांत सारगुप्त गीता तत्व गीता गरुड़ गीता नाना गीता लिखिं सबू से भगवान कथा लिखिं भीष्म पर्वर जो महाभारतर भगवत गीता आपण मैंने पढ़ुं से भगवान कथा कहुई लीला अच्छा आउ कौन कही जो पढ़िले जो आखि बुलेदेले जिते शास्त्र लिखा जाइए जिते स्तव स्तोत्र सबू तोरी पाखे ये ना तू ब्रह्मज्ञानी पण तू हूँ ब्रह्म पणरे तू रहीचु मोर तो से ज्ञान ना तू हूँ ज्ञानर उपदेष्टा समस्त ज्ञानर तू हूँ एकमात्र उपदेष्टा ज्ञान गुरु मु तो से मु ज्ञान गुरु नुहे निजे देखु केड़े बड़ पंचशखा जुगर षड़चक्र साधना कुंडलिनी साधना करते कहुए चैतन्य देव जहाँ गुरु बोली मानी ज्ञान गुरु बोली हाँ भक्ति एवं यही महाज्ञानी बलराम दास सिद्ध साधक बलराम दास कहते मु तो एड़े बड़ ज्ञानी नुहे किंतु तो भृत्यपण दास बलराम तो भृत्य मु तोर दासानुदास एवं कवि आउ कौन कहते आसतु शुणा हरि हो पतिव्रता नारी रखिलु तू ही निमजी बसी ठाब कली मोही हरि हो हरि तो प्रौढ़िमा पण जे जेते ताहा लुचाई थोई अछु मोते हरि हो बड़ीमा पण तो छाड़ एथर गड़िलु दास बलियागर गड़िलु दास बलियागर केड़े सुंदर कथा कही पतिव्रता नारी आम देखा से द्वापर जुगर कथा जिते दुशासन आज्ञा अहल्या द्रौपदी कुंती मंदोदरी इत्यादि जो पंच नारी अच्छा सब पतिव्रता नारी बोली कहते तांकर मान महत्व को तू लज्जा निवारण करूँ गोटे वस्त्र देकर तांकर महत्व को तू रखिलु एवं निमज्जी मुझे सी कहते मुझे थी अरे तू जोठी मुझे देखु केड़े सुंदर कथा मुझे देखी ये किमिति कुटी वस्त्र देकर दुशासन जेते चेष्टा कले तांकर सतीत्व व तांकर नारीत्व म्लान होना वस्त्र दे देलु हा रक्षमान द्रौपदी नहीं रक्ष जिते डाकी क्वासी क्वासी सुजोधनादवगतम हा रक्षमान द्रौपदी अक्षय वस्त्र प्रदान करूँ से विषय मुझे पौराणिक आख्यान को आज्ञा जोड़ी देती आ तू लुचाई थोईचु मत एते प्रौढ़िमा थिले मते मते एते कहनु मु जानुची एवड़ा केते महाज्ञानी तू हूँ ब्रह्म केतेबेले कौन करुचु बड़ीमापण तो छाड़ किंतु तोर समस्त बड़ीमापण छाड़ कौन है एते बड़ीमापण जार अच्छी मु धक्का खाई कहीं राजा मते कहले कहीं आदेश देले मते पन्ना पड़ियारी सेवक मते रथरू गौड़े देले बा अपमान देकर अपमानित होकर मु रथरू पलि आसी एणु बड़ीमापण तो छाड़ एथर गड़िलु जे दास बलिया आगर केतेबेले दास बलिया आगे तू गड़ी जबार मु देखी यही अर्थात भक्ति एक कथा कहते कवि आउ कौन कहते देख हरि हो अंतर्यामी नाथ अछु बोलाई
ଆପଣା କଥା ନ ଜାଣୁ କିମ୍ପାଇ ତୁଇ ପଶିଲୁ ଚନ୍ଦ୍ରସେଣା ଘର ଯାଇ ରହିଲୁ ମାଇଁ ନିକଟର ହରି ହୋ ରାଧିକା ପ୍ରବୁଧି ରଜନୀ ଶେଷ ଠାବ କଲା ତା ବଳିଆ ଦାସ। ଆରେ ତୁ ତ ଏତେ ଅବିଚାର କରିଛୁ, ମୁଁ କ'ଣ ଦୋଷ କଲି? ହୁଏତ ମାନେ ଦେଖନ୍ତୁ କେଡ଼େ ସୁନ୍ଦର ଭାବରେ ସେ କହୁଛନ୍ତି, ଆରେ ମୁଁ ଯମୁନା ବାଇ ଘରକୁ ଯାଇଥିଲି, ଏଇ ଦୋଷରେ ମୁଁ ଦୋଷୀ ସାବ୍ୟସ୍ତ ହେଇଛି ବୋଲି ଆରେ ସେଇଟା ବେଶ୍ୟାସକ୍ତ ଏବଂ ବେଶ୍ୟା ଘରୁ ଆସିଛି, ଗାଧେଇନି ପାଧେଇନି ବାହାର କରିଦିଅ, ଅଶୌଚ ଅଛି ନାଇଁ କି? ଏଇ କଥା ତ। ଆରେ ତୁ କ'ଣ ଭଲ, ତୁ ମଧ୍ୟ ସେଇଭଳି ଦୋଷରେ ଦୋଷୀ ସାବ୍ୟସ୍ତ ହେଇଛୁ ନା ନାହିଁ ବୋଲି ପ୍ରମାଣ କରିଦେଉଛନ୍ତି। ଅର୍ଥାତ୍ ପ୍ରଭୁଙ୍କର ଗୁଣଗାନ କରୁଛନ୍ତି, ମହିମା କୀର୍ତ୍ତନ କରୁଛନ୍ତି, କିନ୍ତୁ ତା ଛଡ଼ା ଏଇ କଥା କହିଦେଉଛନ୍ତି। ଆରେ ତୁ କୁ ଭଲ କ'ଣ ନା ଅନ୍ତର୍ଯ୍ୟାମୀ ନାଥ, ତୁ ତ ବୋଲଉଛୁ ଆପଣା କଥା ନ ଜାଣୁ କି ନା ତୁଇ ପଶିଲୁ ଚନ୍ଦ୍ରସେଣା ଘର। ଚନ୍ଦ୍ରସେଣା ଘରେ ପଶିଲୁ। ଚନ୍ଦ୍ରସେଣା ହେଉଛନ୍ତି ଆଜ୍ଞା ରାଧାଙ୍କର ବିବାହିତା, ସେ ତାଙ୍କର ସ୍ୱାମୀ, ସେ ଯାଇ ରହିଲୁ ମାଇଁ ନିକଟର, ରାଧାଙ୍କ ପାଖରେ ରହିଲୁ। ରାଧିକା ପ୍ରବୁଧି ଏବଂ ରାଧିକାଙ୍କ ସାଙ୍ଗରେ ମିଳନ କରି ରଜନୀ ଶେଷରେ ତୁ ପଳେଇ ଆସିଛୁ, ଏ କଥା ମୁଁ ମଧ୍ୟ ଜାଣିଛି, ଲୋକେ ଜାଣିଛନ୍ତି ସମସ୍ତେ। ଭାଗବତରେ ଏ କଥା ବର୍ଣ୍ଣନା କରାଯାଇଛି, ଗୋପଲୀଳାରେ ବର୍ଣ୍ଣନା କରାଯାଇଛି। ଠାବ କଲା ତାହା ବଳିଆ ଦାସ ଚନ୍ଦ୍ରସେଣା ଘରେ ପଶିଲୁ ଯାଇ ଗୋଗୋଷ୍ଠୀ ଗୁହାଳ ଥିଲା ଯେ ରହି ନାଥ ତୁ କେତେ କଲୁ କିଳି ଗୋଗୋଷ୍ଠୀ ଗୁହାଳେ ଆସିଣ ମିଳି। ଆରେ ଚନ୍ଦ୍ରସେଣାପୁରରେ ଗଲୁ, ସେଠି ମଧ୍ୟ କିଳି କଲୁ ଏବଂ ରାତି ଶେଷରେ ରାଧାଙ୍କ ଠାରୁ ମେଲାଣି ନେଇକରି ଆସିଲୁ। ଫେରେ ଗୋଗୋଷ୍ଠରେ ଗୁହାଳ ଥିଲା, ସେଇ ଗୁହାଳ ଘରେ ଯାଇକରି ମାଇଁ ସାଙ୍ଗରେ ମଧ୍ୟ ରାସଲୀଳା ଇତ୍ୟାଦି କରିଛୁ। ତୋ କଥା ସମସ୍ତେ ଜାଣିଛନ୍ତି ଏ କଥା। ଗୋଗୋଷ୍ଠୀ ଗୁହାଳେ ଆସିଣ ମିଳି ଜଳା ମୁହଁ ଦେଇ ଗଲୁ ପଳାଇ। ଯେତେବେଳେ ଚନ୍ଦ୍ରସେଣା ଆସି ପହଞ୍ଚି ଯାଇଛି ଗୁହାଳରେ, ତୋତେ ଦେଖିଲା ବେଳକୁ ତୁ ଜଳା ବାଟରେ, ଗୁହାଳରେ ଯେଉଁ ଜଳା ବା ଯେଉଁ କଣା ଥିଲା ସେ ବାଟ ଦେଇକରି ପଳେଇଛୁ ଲୁଚିକିରି। ଆଉ ମୁଁ ତ ସେମିତି କରିନି। ଅର୍ଥାତ୍ ଏଇ ଯେଉଁ ମୁଁ କହିଲି ଯମୁନା ନାମରେ ଯେଉଁ ବାଇ ବା ଗଣିକା, ଏଇ ଯେଉଁ ଦୋଷରେ ମୁଁ ତା ସାଙ୍ଗରେ ତା ଘରକୁ ଯାଇଥିଲି ଇତ୍ୟାଦି କଥା କହିଛନ୍ତି। ମୁଁ ତ ସେଭଳି କରିନି। ତୁ ଏଡ଼େ ଦୋଷ କରିକିରି ତୋ ଦୋଷକୁ ତୁ ଜାଣିପାରୁନୁ, ନିଜେ ଜାଣିପାରୁନୁ, ଅଥଚ ଅନ୍ୟକୁ ଦୋଷୀ କରିକିରି ମୋତେ ତୋ ଆଗରେ ସମ୍ମୁଖରେ ରାଜା ଧକା ଦେଇ ବାହାର କଲେ, ତୁ କିଛି ବି କରିଲୁ। ଏଇ କଥାଟି ଅତ୍ୟନ୍ତ ଭାବ ବିହଳେଇକରି କବି କହୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ ଆଉ କବି କହୁଛନ୍ତି ଦେଖନ୍ତୁ। ହରି ହୋ ଅଷ୍ଟାଙ୍ଗ ଯୋଗେ ମୁନି ତୋତେ ଲୟେ ତୁ ବ୍ରହ୍ମା ଶିବଙ୍କୁ କରୁ ସଦୟେ ନାଥ ତୁ ଘଟେ ଘଟେ ପୂର୍ଣ୍ଣ ନାଥ ତୁ ଘଟେ ଘଟେ ପରିପୂର୍ଣ୍ଣ ତୋର ଭୃତ୍ୟଙ୍କ ଠାବରେ ଅଭିନ୍ନ ହରି ହୋ ଭକ୍ତ ଭାବିଲେ ହେଉ ସାହା ପକ୍ଷ ଦାସ ବଳିଆକୁ କଲୁ ନିରେଖ। ଭକ୍ତ ଭାବିଲେ ହେଉ ସାହା ପକ୍ଷ, ଭକ୍ତ ଭାବିଲେ ତୁ ସାହା ପକ୍ଷ, ତାକୁ ତାର ସାହା ହଉ ବା ଭରସା, ଅଥଚ ଦାସ ବଳିଆ ନିରେଖ ହେଇଗଲା। ଏଇଠି ତୋର ଭକ୍ତ ହେଇକିରି ମୁଁ ପରମ ଭକ୍ତ ତୋର, ଅଥଚ ମୁଁ ନିରେଖ ହେଇଯାଇଛି। ଦେଖନ୍ତୁ କେଡ଼େ ସୁନ୍ଦର ଭାବରେ କହୁଛନ୍ତି କବି। ଆଉ କ'ଣ କହୁଛନ୍ତି? ଅଷ୍ଟାଙ୍ଗ ଯୋଗେ ମୁନି ତୋତେ ଲୟ କରନ୍ତି। ଅଷ୍ଟାଙ୍ଗ ଯୋଗ ଆପଣ ଦେଖିବେ, ପତଞ୍ଜଳି ଯେଉଁ ଅଷ୍ଟାଙ୍ଗ ଯୋଗ ଲେଖିଛନ୍ତି, ତାର ଧ୍ୟାନ, ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା ଇତ୍ୟାଦି ପ୍ରତ୍ୟାହାର ଏବଂ ଶେଷଟା ହେଉଛି ସମାଧିସ୍ଥ ଅବସ୍ଥା। ଅଷ୍ଟାଙ୍ଗ ଯୋଗର ବ୍ରହ୍ମ ସାକ୍ଷାତ ପରମର ଆନନ୍ଦ, ଦିବ୍ୟାନନ୍ଦ ପାଇଯାଆନ୍ତି। ସେଇଟା ହେଉଛି ଋଷିମାନେ ତାକୁ ବ୍ରହ୍ମ, ଯେଉଁମାନେ ମୁନି ଋଷି ତପସ୍ୟା କରି ସିଦ୍ଧି ଲାଭ କରନ୍ତି। ଅଷ୍ଟାଙ୍ଗ ଯୋଗର ଶେଷ ସିଦ୍ଧି ହେଉଛି ଆଜ୍ଞା ସମାଧିସ୍ଥ ଅବସ୍ଥା। ଏଇଟା ମଧ୍ୟ ସେମାନେ କରିକିରି ତୋତେ ଦେଖନ୍ତି, ଅର୍ଥାତ୍ ବ୍ରହ୍ମ ସାଙ୍ଗରେ ଲୟ କରନ୍ତି। ଆଉ କ'ଣ କରନ୍ତି? ବ୍ରହ୍ମା ଶିବଙ୍କୁ, ତୁ ବ୍ରହ୍ମା ଏବଂ ଶିବଙ୍କୁ ମଧ୍ୟ ସଦୟ ହେଇଛୁ। ବ୍ରହ୍ମା ଏବଂ ଶିବଙ୍କୁ ମଧ୍ୟ ତୁ ସଦୟ ହେଇଛୁ। କାରଣ ବ୍ରହ୍ମା ଶିବ ତୋତେ ଜାଣିପାରନ୍ତିନି। ବ୍ରହ୍ମାରେ ଧୌତ ଯେ ପଦ ରହିଛି ଶିବ ବିଷାଦ, ବୈଦେଶ ବିଳାସରେ ଲେଖିଛନ୍ତି ଆଜ୍ଞା ଭଞ୍ଜ। ନ ପାଇ ଚରଣାମୃତ ଆଉ ବିଜ୍ଞାନୀ କୈବର୍ତ୍ତ ଧୋଇଲା ପାନ କରିଦେଇଛି। ଅର୍ଥାତ୍ ସେଇ ଯେଉଁ ବ୍ରହ୍ମା ଦେବତାମାନେ ତୋତେ ପାଇବା ପାଇଁ ସବ, ତାଙ୍କୁ ମଧ୍ୟ ତୁ ସାହା ପକ୍ଷ ବା ସଦୟ ହେଇଛୁ। ଆଉ ନାଥ ତୁ ସର୍ବ ଘଟେ, ସକଳ ଘଟେ ନାରାୟଣ ବୋଲି କୁହାଯାଇଛି।
आ भीम भोई आपण मैंने जानी भीम भोई अति सुंदर भाव में लिखिदे स्तुति चिंतामणि स्थावरु जंगम कीटरु पतंग चाहिदेले अनुसरी सकल घटरे पूरीकरी रही नुहे सान बड़ करी सकल घटरे नारायण बोली आम कहे आताको भीम भोई अति आहरी सरल कर स्थावर जंगम आतंक कीट पतंग आ समस्त देहरे तू रही सकल घटे नारायण ये जो चिंता सकल घटे परिपूर्ण तो भृत्यंग ठारे अभिन्न एवं भृत्यंग ठारे मध्य तू अभिन्न रूप से परमात्मा आम भितर जो आत्मा अच्छी सी अच्छी अथच से भक्त भाविले तू तांकर सापक्ष होउची अथच मो प्रति तू अविचार कर दास बलिया निरेख होगा। अच्छा कवि आउ कौन कहते देख हरि हो केते लघु तू नहिलु गोपरे घृत लवणी चोरी करिबारे नाथ तू वृंदावती घरे जाई बंधा पड़िलु दौड़ी रे तुही हरि हो यशोदा कूले अच्छी तोते नहीं ता बलिया को लुचाऊ किंपाए हरि हो यशोदा कूले अच्छी तोते नहीं से विषय को बलिया को तू कहीं लुचाऊचु कथा तो दांड आम कौन अरे ब्रजदान समग्र विश्व ब्रह्मांड रे तो कथा दांडे पड़ी हाथ में गड़ुची तू कौन करूँ ना तोते केते लघु तू नहिलु गोपरे ये गोप आम भागवत श्रीमद भागवत जो मैंने पढ़ी आज्ञा गोप लीला दशम स्कंद इतने भगवान श्रीकृष्ण कौन न करी क्या घरे पशिकी गाई फिटे देती कହାର बाछुरी फिटे देती कौटी सर लवणी चोरी खाई कହାର दही हांडी आज्ञा भांगी देती क्या गोपी जमुना घाट में हैरान कर घाट जगुआड़ी होकर क्या पैसा मागी एवं क्या पार कर नाना कथा कर कौन न कर सब यू लीला गोप लीला से कथाटी मन पड़ी तेणु से तू केते निजक लघु करदेचु केते छोट करू एड़े बड़ ब्रह्म ज्ञानी बा एड़े बड़ चतुर्दश ब्रह्मांडर जे कर्ता हाँ आउ सी केते लघु हो जाइए गोपरे घृत लवणी चोरी करी खाइजु एवं नाथ तू वृंदावती घरे जाइकरी बंधा पड़ू बांधी देते यशोदा अरे देखे तो पुओ चोरी करके खाऊँ कि ना आम आज बांधीचु सी जीव कुआड़े बांधिकी जो यशोदा पाखु आज्ञा जाइए यशोदा कहले अरे मो पुओ तो ये अच्छी मो कोल ये जो कथा तू बांधीचु मो पुओ तो ये कोल अच्छी अरे वृंदावती मत देखिकी काठ अरे मु तो बांधिली ये जो कथा बंधा पड़िलु दौड़ी रे यशोदा तते कोड़े अच्छी नहीं बलिया को क्या लुचौचु ये जो घटना अर्थात प्रभुंकर महिमा रामावतार रे कौन करथिले कृष्णावतार रे कौन करिसेंती लीला खेला एवं कली युगरे नीलाचल क्षेत्र में जगन्नाथ कौन करुचंदी एवं यही भली जो जगन्नाथ को मु डाकुची मोर चित्तरे ये अच्छ तुम मो प्रति कहीं अविचार कर हरि हो ब्रह्म ज्ञानी पणे जगते जानी ब्रह्म ज्ञानी पणे जगते जानी वेद शास्त्र तो सबुठारे शुणी नाथ तू अंतर्यामी नारायण भृत्य आतंकरे डाकिले शुण हरि हो मोर आतंक फेड़ गोसाई मोहर आतंक फेड़ गोसाई दास बलिया दोष करी नाही देखु दास बलिया दोष करी नाही मोर आतंक ये जो विपद मत आज पड़ी मोर जो आत्मसम्मान रे जो बाधा है पुणी गजपति आउ कई नुहे पुरीर राजा गजपति ओडिशार मौड़मणि राजा गजपति राजा प्रताप रुद्रदेव मत आज हाँ सी विश्वास करना पंडा पड़ियारी सेवक मान कथारे विश्वास कर मत आज अपमानित कर तेणु यशोदा ब्रह्मज्ञानी पणे जगते तो तू हूँ ब्रह्मज्ञानी एकमात्र ब्रह्म सत्य जगत मिथ्या ये कथा किंतु से ब्रह्म मध्य एकोहम बहुश्याम एक मु एक उपनिषद वेद कही मु एक किंतु बहुत मु राम मु कृष्ण मु मत्स्य मु कच्छप मु वराह मु नृसिंह मु वामन मु परशुराम मु बलराम इत्यादि इत्यादि मु सबू ये जो भावना
ଆଉ ଜଗତ ଜାଣିଛି ଶାସ୍ତ୍ରରେ ସବୁଠି ଏ କଥା ବର୍ଣ୍ଣନା କରାଯାଇଛି। ନାଥ ତୁ ଅନ୍ତର୍ଯ୍ୟାମୀ ନାରାୟଣ, ଅନ୍ତରର କଥା ଜାଣୁ, ଅନ୍ତରକୁ ଯିଏ ଜାଣନ୍ତି ନାଇଁ ସିଏ ହେଉଛି ନାରାୟଣ। ଏବଂ ଭୃତ୍ୟ ଆତଙ୍କରେ ଯଦି କେଉଁଠି ଭୃତ୍ୟ ଆମେ ପଢ଼ୁଛେ ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ, ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ, ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି, ଦୀନବନ୍ଧୁ ଦଇ ତାରି ଦୁଃଖ ନଗଲା ମୋହରି। ଅତି ସୁନ୍ଦର ଭାବରେ ବନମାଳୀ, ଖାଲି ବନମାଳୀ ନୁହନ୍ତି, ସମସ୍ତେ କେତେ କବି ବୈଷ୍ଣବ ସାହିତ୍ୟ ଯେଉଁମାନେ ଲେଖିଛନ୍ତି ଆଜ୍ଞା ପ୍ରଭୁଙ୍କୁ ଡାକିଛନ୍ତି। ତା ଲକ୍ଷେ ଯୋଜନରେ ଗଜ ପାଣି ଭିତରେ କୁମ୍ଭୀର ଗ୍ରାସ କରୁଥିଲା, ଗ୍ରାହଗ୍ରସ୍ତ ପଦ, ଆଉ ତାକୁ ଉଦ୍ଧାର କରିଥିଲୁ। ଅଥଚ ଦାସ ବଳିଆ କଥାଟା ଶୁଣିପାରୁ, ତୋତେ କ'ଣ ଶୁଭୁନି କି? ନାଥ ତୁ ଅନ୍ତର୍ଯ୍ୟାମୀ ନାରାୟଣ, ଭୃତ୍ୟ ଆତଙ୍କରେ ଯେତେବେଳେ ଡାକିଲି ତୁ ତା କଥା ଶୁଣୁ। ମଣିଷ କ'ଣ ପଶୁ ପକ୍ଷୀମାନେ ମଧ୍ୟ ଡାକିଲେ ମଧ୍ୟ ତା କଥା ଶୁଣୁ। ଭରତିଆ ପକ୍ଷୀକୁ ମଧ୍ୟ ଘଣ୍ଟ ଉଡ଼େଇକି ରଖିଦେଇଥିଲୁ ମହାଭାରତ ଯୁଦ୍ଧରେ ବୋଲି ବର୍ଣ୍ଣନା କରାଯାଇଛି। ଗଜରାଜକୁ ଉଦ୍ଧାର କରିଥିଲୁ କୁମ୍ଭୀର କବଳରୁ। ଆଉ ଦାସ ବଳିଆ ତୁମ ମୋର ଆତଙ୍କ, ତେଣୁ ମୋର ଆତଙ୍କ, ମୋତେ ଯେଉଁ ବିପଦ ଆସିଛି ମୁଁ ସେଇଭଳି ତୋତେ ଡାକୁଛି। ଆଜି ତୁ ଆଉ ମୋର ଡାକ ପ୍ରଭୁ, ମୋର ଡାକ ନିଶ୍ଚୟ ଶୁଣିବୁ, ଏ ଦୃଢ଼ ବିଶ୍ୱାସ ମୋର ଅଛି। ଏଇଭଳି ଭାବରେ କବି ପ୍ରଭୁ ଜଗନ୍ନାଥଙ୍କର ମହିମା ଗାନ କରୁଛନ୍ତି। ଇଆଡ଼େ କହିଛି ମୁଁ କାନ୍ଦୁଛନ୍ତି, ଇଆଡ଼େ ତିନି ରଥରେ ପ୍ରଭୁ ବିଜେ ହବାକୁ ଡାକିଛନ୍ତି। ସିଆଡ଼େ ରଥଯାତ୍ରା ବନ୍ଦ ହେଇଯାଉ। ରଥଯାତ୍ରା ଆଜି ପବିତ୍ର ଆଷାଢ଼ ଦ୍ୱିତୀୟା ତିଥିରେ ଶ୍ରୀକ୍ଷେତ୍ରରେ ଯେଉଁ ରଥ ତ୍ରିରଥ ସିଂହଦ୍ୱାରରେ ଅଛି, ତୁମ ରଥ ଗଡ଼ିଲେ କେତେ ନ ଗଡ଼ିଲେ କେତେ, ଆଜି ମୋ ବାଲିରଥକୁ ତୁମେ ଆସିବ। ଯଦି ପ୍ରଭୁ ମୁଁ ହୃଦୟର ସହିତ ଭକ୍ତ ପରମ ଭକ୍ତ ଭାବରେ ତୁମେ ଗ୍ରହଣ କରିଛ, ମୁଁ ଡାକୁଛି, ନିଶ୍ଚୟ ଏ କଥା ସମାଧାନ ହେବ ଇତ୍ୟାଦି କହିକିରି କବି ପ୍ରଭୁଙ୍କର ମହିମା ଗୁଣ କୀର୍ତ୍ତନ କରୁଛନ୍ତି ଭାବ ସମୁଦ୍ର କାବ୍ୟରେ। ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ କବି କହିଛନ୍ତି ସୁବିଧା ହେଲେ ବର୍ଣ୍ଣନା କରିବା। ନମସ୍କାର।